ଆଜି ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏଥିପାଇଁ 5ଟି ରେଞ୍ଜରେ 21ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗୋଟିଏ ଗୋଟିଏ ଟିମ୍ରେ 5ରୁ 6 ଜଣ ଅଛନ୍ତି। ଗଣନାକାରୀଙ୍କୁ ଗତକାଲି ଗଣନାର ତରିକା ଉପରେ ତାଲିମ ଦିଆଯାଇଥିଲା। ସକାଳ 6ଟାରୁ ଆରମ୍ଭ ହୋଇ ଦିନ 11ଟା ପର୍ଯ୍ୟନ୍ତ ଏହି ଗଣତି କାର୍ଯ୍ୟକ୍ରମ ଚାଲିଥିଲା। ଆଜି ରାତି ସୁଦ୍ଧା ମୋଟ ଚଢ଼େଇ, ବିଦେଶାଗତ ଅତିଥି ଚଢ଼େଇ ସଂଖ୍ୟା, ମୋଟ ପ୍ରଜାତି ଆଦି ସମସ୍ତ ତଥ୍ୟ ଜଣାପଡ଼ିବା ଆଶା କରାଯାଉଛି। ପ୍ରତିବର୍ଷ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ତୃତୀୟ ସପ୍ତାହରେ କରାଯାଇଛି। ଏହାଦ୍ୱାରା କିଛି ବିଦେଶାଗତ ପକ୍ଷୀ ଘର ବାହୁଡ଼ା କରିଥିବା ଆଶା କରାଯାଉଛି। ତେବେ ଗଣନାକାରୀ ଟିମ୍ କୁହନ୍ତି, ଚଳିତ ବର୍ଷ ବିପୁଳ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି। ଦେଖନ୍ତୁ, ମୋ ନାଁ ହେଉଛି ଡକ୍ଟର ସତ୍ୟରଞ୍ଜନ ବେହେରା। ମୁଁ ଓଡ଼ିଶା ଜୈବବିବିଧତା ବୋର୍ଡ଼ରୁ ଆସିଛି। ମୁଁ ପ୍ରତ୍ୟେକ ବର୍ଷ ଏଠି ପ୍ରାୟତଃ ପକ୍ଷୀ ଗଣନାରେ ସାମିଲ ହୁଏ। ଏ ବର୍ଷ ବି ଭଲ ପକ୍ଷୀ ଆସିଛନ୍ତି। ଆମର ତ ଗଣନା କାର୍ଯ୍ୟକ୍ରମ 6ଟା ପରେ ଜଷ୍ଟ ଆରମ୍ଭ ହେଲା। କୁହୁଡ଼ି ଭାବୁଥିଲୁ କୁହୁଡ଼ି ହେବ ବୋଲି, କିନ୍ତୁ ପ୍ରାୟ କୁହୁଡ଼ି ନାହିଁ। ପ୍ରାୟ କ୍ଲିଅର ସ୍କାଏ ଅଛି, ସୂର୍ଯ୍ୟ ବି ବାହାରିଲାଣି। ଆମେ ବର୍ତ୍ତମାନ 40 ପାଖାପାଖି 40 ପ୍ରଜାତିର ଚଢ଼େଇ ବର୍ତ୍ତମାନ ସୁଦ୍ଧା ଆମେ ଦେଖି ସାରିଲୁଣି। ଆଉ ତାକୁ ମଧ୍ୟ କାଉଣ୍ଟ ବି କରୁଛୁ। ତା ମଧ୍ୟରୁ ବାହାର ଚଢ଼େଇ ପାଖାପାଖି 7-8 ପ୍ରଜାତିର ଅଛନ୍ତି। ଆଉ ସବୁ ପ୍ରାୟ ଆମର ଏଇଠି ଚିଲିକା ଚଢ଼େଇ। ଦେଖାଯାଉ ଆଗକୁ ପ୍ରାୟତଃ ଆମେ ତ ଆହୁରି 3 ଘଣ୍ଟା 4 ଘଣ୍ଟା ଆମେ ଆହୁରି ସର୍ଭେ କରିବୁ, 4 ଘଣ୍ଟା। ତେଣୁ ପ୍ରାୟତଃ ଭାବୁଛୁ ଭଲ ଚଢ଼େଇ ଏ ବର୍ଷ ମଧ୍ୟ। ସାର୍, ଏ ଗଣନା ପାଇଁ ସାର୍ କେତେଟା ଟିମ୍ ସାର୍ ନିୟୋଜିତ ହୋଇଛନ୍ତି? ସାର୍, ଟିମ୍ 21ଟା ଟିମ୍ ଟୋଟାଲ ନିୟୋଜିତ ହୋଇଛନ୍ତି ଚିଲିକାରେ ପକ୍ଷୀ ଗଣନା କରିବା ପାଇଁ। ଆଉ ପ୍ରାୟତଃ ସବୁ ଜାଗାରେ ଆମର ଟିମ୍ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ଆମେ ଟିମ୍ 2 ସାର୍ ଆପଣଙ୍କ ନେତୃତ୍ୱରେ କେଉଁ ଜାଗା ସାର୍, କେଉଁ ସ୍ଥାନ ଆପଣ କରିବେ ସାର୍? ଆମ ନେତୃତ୍ୱରେ ଆମକୁ ତ ପାରିକୁଦ ଦିଆହେଇଛି। ପାରିକୁଦ ଦେଖିବୁ, ସେ ପଣ୍ଡାସର ଦେଖିବୁ, ଗେରାସର ଦେଖିବୁ। ପୁରୀରୁ ବ୍ୟୁରୋ ଚିଫ୍ କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ରିପୋର୍ଟ, ଉତ୍କଳ 7 ଲାଇଭ୍।